श्री गुरु महिमालिक शरण। श्री गुरु महिमालिक शरण। महिमा वास्तु सेवा यूट्यूब चैनल तरफर आपण मानकु स्वागत जनाई आज आरंभ करने को चाहूँगी पंच रस मध्यरे श्रेष्ठ रस यही विषयटी को आलोचना को आनिबा पूर्वरु आपण मानकु मोर अनुरोध आपण माने यही विषयटी को मूलरू शेष पर्यंत शुणु आ जो माने प्रथम करी यही चैनल को आसीचंती से माने गोटे सब्सक्राइब और गोटे लाइक करंतु। कमेंट बॉक्स रे कमेंट देबा को भूलिबे नहीं। आसंतु एबे आरंभ करिबा। पंच रस मध्यरे हास्य रस सर्वश्रेष्ठ। मनुष्य न हसिले बा खुशी रे न रहिले ताको विभिन्न प्रकार रोग माड़ी बसिबो। अकाल रे वार्धक्य मध्य माड़ी बसिबो। हास्य रस एक श्रेष्ठ रस। यही हास्य रस बा लोकों को हसाइबा सकाशे यह समस्तक पक्षे संभव नुहे। यह कौनसी ना कौनसी दैवी कृपा होता है। मु आज से विषय कहूँ नयागढ़ जन्मित गोटे बढ़ई घर पिला विशेष गरीब घर परिवार पढ़िबारे कौनसी सुविधा तांकर नथिला। तथापि से एठू सेठू देखी चाही पाठ पढ़िबा को चेष्टा करुथिले। से जानिथिले जे अपाठुआ लोक अंध सहित समान। पशु भली सिना खाई पी की बंचिब किंतु ताको मनीष बोली कहीं कहबे नहीं। पशु खाऊची पीऊची मनीष भी खाऊची पीऊची। पशु जहा करुची मनीष ताहा करुची किंतु मनीष को श्रेष्ठ जीव बोली कहा जायछि। काहेकि ना मनीष मध्यरे ज्ञान अछि। कौलिक वृत्ति अनुसारे से पिलाटी मध्य काम धंदा करुथाए। बापा का सांगरे पढ़े काम रे साहाय्य करुथाए। एने समय मिलिले टिके पाठ पढ़ी दउथाए। यही परी ओडिया वर्ण बोध शिक्षा सारी देले। तापरे कौन कले ना संस्कृत पंडितंक पाखक जाई काव्य व्याकरण और न्याय शास्त्र आदि पढ़िले। गोटे गरीब पिला से पंडितंक पाखरे पाठ पढ़िबा को हेले पंडितंकर किछि काम करिबा को हेबो। तांकर समस्त काम ये पिलाटी करी तांक पाखरे पाठ पढ़ुतिला। यही पिलाटीर कवि हेबा पाई मनरे भारी बासना थाए। से सुनिथिले जे कालिदास ओ उपेन्द्र भली कवि माने देवतांक ठारू बर लाभ करी कवि होइचंती। एणु तांकर से देवता मानक ठारू किपरि बर लाभ पाइबे ताहा ही तांकर चिंता थिला। थरे जने साधक पंडितंक पाखक गले और तांक परामर्श क्रमे से हयग्रीव विष्णु मंत्र साधना करने को लगिले। तांत्रिक मतरे साधना कले शीघ्र फल मिले। एणु जदुमणि से पिलाटीर ना होची जदुमणि। एणु से जदुमणि कौन कले ना निर्जन श्मशान रे बसी रात्रि रे हयग्रीव मंत्र जप करने को लगिले।
ପାଠ ପଢ଼ିବାରେ କବି ହେବାର ତାଙ୍କର ଏତେ ଆଗ୍ରହ ଥିଲା, ଯେଉଁ ସମୟରେ ମଶାଣି ନାଁ ଶୁଣିଲେ ପିଲାଟିଏ ଭୟରେ ଥରି ଉଠେ, ସେ ସମୟରେ ନିର୍ଜନ ଶ୍ମଶାନରେ ବସି ପୁଣି ରାତ୍ରିରେ ହୟଗ୍ରୀବ ମନ୍ତ୍ର ଜପ କରିବାକୁ ଲାଗିଲେ। ଏବେ ସିନା କେଉଁଠାରେ ଗୋଟିଏ ଶୃଗାଳ ଦେଖିବାକୁ ମିଳୁନାହିଁ, ସେ ସମୟରେ ପଲ ପଲ ଶୃଗାଳ ଶ୍ମଶାନରେ ବୁଲନ୍ତି। 4 ପ୍ରହରରେ ଶୃଗାଳମାନେ ଡାକ ଦିଅନ୍ତି। ସେ ଶୃଗାଳ ଡାକ ଗୋଟିଏ ପିଲା ଯଦି ଘର ଭିତରେ ଥାଏ ସୁଦ୍ଧା ସେ ଶୃଗାଳର ଡାକ ଶୁଣି ଭୟରେ ଥରି ଉଠେ, ମାଆକୁ ଜାବୁଡ଼ି ଧରେ। କିନ୍ତୁ ଏ ଛୋଟ ପିଲାଟି କୌଣସି ଭୟ ନ କରି ଶ୍ମଶାନରେ ମନ୍ତ୍ର ଜପ କରି ଚାଲିଥାଏ। ରାତ୍ରିର ଶେଷ ସମୟ ହୋଇଗଲାଣି। ଅତି ନିଷ୍ଠାର ସହିତ ମନ୍ତ୍ର ଜପ କରି ଚାଲିଥାନ୍ତି। ସେ ସମୟରେ ଯଦୁମଣିଙ୍କ ଆଖିକୁ ଟିକେ ନିଦା ଆସିଗଲା। ସେ ସେହିପରି ବସି ବସି ଟିକେ ଢଳେଇ ପଡ଼ିଲେ। ହଠାତ୍ ତାଙ୍କର ନିଦ ଭାଙ୍ଗିଗଲା। ଆଖି ଖୋଲିଦେଲେ। ଆଖି ଖୋଲି ଦେଖିଦେଲେ ଯେ ଜଣେ ଘୋଡ଼ା ମୁହାଁ ମଣିଷ ତାଙ୍କ ଆଗରେ ଠିଆ ହୋଇଛି। ସେଇ ମଣିଷର 4 ହାତ ଓ 4 ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଫୁଲ ଧରିଛନ୍ତି। ଯଦୁମଣି ସ୍ଥିର କରିନେଲେ ଇଏ ନିଶ୍ଚୟ ହୟଗ୍ରୀବ ଦେବତା। ସେ ଜାଣନ୍ତି ଯେ ହୟ ଅର୍ଥ ଘୋଡ଼ା, ଆଉ ତାଙ୍କର ଘୋଡ଼ା ମୁହଁ, ତେଣୁକରି ଏଇ ନିଶ୍ଚିନ୍ତ ହୟଗ୍ରୀବ ଦେବତା। ଦେବତାଙ୍କର ଏ ପ୍ରକାର ରୂପ ଦେଖି ଯଦୁମଣି ନିମିଷେ କାଳ ଚାହିଁଲେ, ତାଙ୍କୁ ଭଲ ଭାବରେ ଅନେଇଲେ। ଇଏ କ'ଣ ଏଇଟା? ତାପରେ କିଶୋର ସୁଲଭ ଓ ଚପଳତାରେ ହସିଦେଲେ। ହାତ ଯୋଡ଼ି ବିନୀତ ଭାବରେ କହିଲେ, ହେ ମହାପ୍ରଭୁ, ଆପଣଙ୍କୁ ଅବା ମୁଁ କି ବର ମାଗିବି? ମୋ ମନରେ ତ ବହୁ ସଂଶୟ ଜାତ ହେଲାଣି। ମୋତେ ବୁଝାଇ ଦିଅନ୍ତୁ ତ, ତମର ସବୁ ଅସୁବିଧା କେମିତି ସୁଧୁରି ଯାଉଛି? ଇଏ ଯେତେ ଯାହା କହିଲେ ହୟଗ୍ରୀବ କିନ୍ତୁ ନୀରବ। ଶେଷରେ ଯଦୁମଣି କହିଲେ, କ'ଣ ବୁଝିପାରୁନାହାନ୍ତି ମୁଁ ଯାହା କହିଲି? ଦେବତା ସେମିତି ଠିଆ ହୋଇଥାନ୍ତି, କିଛି କହୁନାହାନ୍ତି। ଯଦୁମଣି ପୁଣି କହିଲେ, କଥା କ'ଣ କି? ମୁଁ ଯେଉଁ କଥା କହୁଛି ଯେ ତମର ଅସୁବିଧା ତମେ କେମିତି ସେ ସଂଶୟ ସବୁ ଦୂର କରୁଛ। ମୋ କହିବା କଥା ହେଲା, ତମର ତ 4ଟା ହାତ, 4ଟା ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଛ, ଆଉ ତ ହାତ ନାହିଁ। ତ ମାଇ ଘୋଡ଼ା ମୁହଁ, ନାକ ସୁଡ଼ୁ ସୁଡ଼ୁ କରୁଛ, ନାକରୁ ଶିଙ୍ଗାଣି ବହୁଛି। ଏ ଶିଙ୍ଗାଣିକି ପୁଣି କୋଉ ହାତରେ ତମେ ପୋଛିବ? ହୟଗ୍ରୀବ ଅବତାରରେ ପ୍ରଭୁଙ୍କର ମୁହଁଟି ଘୋଡ଼ି ମୁଖ ସଦୃଶ, ଏଣୁ ଘୋଡ଼ା ନାକ ସୁଡ଼ୁ ସୁଡ଼ୁ ହେବା ସ୍ୱାଭାବିକ। ଠାକୁର ହସି ହସି ତାଙ୍କୁ କହିଲେ, ଆରେ ଯଦୁମଣି, ତୁମେ ମୋତେ ମଧ୍ୟ ପରିହାସ ନ କରି ଛାଡ଼ିଲ ନାହିଁ। ତମେ ଭବିଷ୍ୟତରେ ଜଣେ ନିର୍ଭୀକ ହାସ୍ୟ ରସିକ ଭାବରେ ପ୍ରତିଷ୍ଠା ଅର୍ଜନ କରିବା ସଙ୍ଗେ ସଙ୍ଗେ ପଣ୍ଡିତ ଓ କବି ମଧ୍ୟ ହେବ। ତାହା ହିଁ ହେଲା। ଯଦୁମଣି ପରବର୍ତ୍ତୀ ସମୟରେ ନିଜର ପରିଚୟ ଦେବାକୁ ଯାଇ କହିଥିଲେ, ହୟଗ୍ରୀବ ମହାପ୍ରଭୁ ପ୍ରତାପେ, ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ, ଯୋଡ଼ା ହେବା ମୋ ପ୍ରୌଢ଼ୀ କବିତାକୁ, ବଳି ବଳି ରସ ଦାନି କର୍ଣ୍ଣକୁ, ଭଲେ ଭଲ ଖଣ୍ଟେ ଖଣ୍ଟ ଯେ, ନବ ଦୁର୍ବାଦଳ ଶ୍ୟାମଳ କୃପାରୁ ମୋ ନାମ ଉତ୍କଳ ଘଣ୍ଟ ଯେ। ଯଦୁମଣି ମହାପାତ୍ର ସେ ଉତ୍କଳ ଘଣ୍ଟ
ଉପାଧି ପାଇଥିଲେ। ନବ ଦୁର୍ବାଦଳ ଶ୍ୟାମଳ ପ୍ରଭୁ ହୟଗ୍ରୀବଙ୍କ ଅଶେଷ କରୁଣାରୁ ମୋର ବଳିଷ୍ଠ ରସସିକ୍ତ କବିତାକୁ କେବଳ ସାଧାରଣ ଲୋକ ନୁହନ୍ତି, ଶେଷ ରାଜା ମହାରାଜା ମାନେ ମଧ୍ୟ ଆଦର କରନ୍ତି। ମୋତେ ଯିଏ ଭଲ ବ୍ୟବହାର ଦେଖାଏ ମୁଁ ତାକୁ ଭଲ ବ୍ୟବହାର ଦେଖାଇଥାଏ। ସେଇଟାକୁ କ'ଣ କହିଲେ? ଭଲେ ଭଲ ଖଣ୍ଟେ ଖଣ୍ଟ ଯେ। ଖଣ୍ଟ ସହିତ ମଧ୍ୟ ଖଣ୍ଟ ବ୍ୟବହାର କରେ। ମୋତେ ଉତ୍କଳରେ ଉତ୍କଳ ଘଣ୍ଟ ନାମରେ ସମସ୍ତେ ଜାଣନ୍ତି। ଘଣ୍ଟର ଧ୍ୱନି ଭଳି ମୋର କବିତାର ତୀକ୍ଷ୍ଣ ସମାଲୋଚନା ଓ ଶବ୍ଦ ସଂଯୋଜନାରେ ଉତ୍କଳ ସତର୍କ ହୋଇଯାଏ। ଏହି ବିଷୟଟିକୁ ମୁଁ ଯଦୁମଣି ରହସ୍ୟ ଉପାଖ୍ୟାନରୁ ଆଣିଛି। ଏହାର ପରବର୍ତ୍ତୀ ବିଷୟ ଯଦୁମଣିଙ୍କର ହାସ୍ୟରସ ବିଷୟ। ସେ କିପରି ଲୋକମାନଙ୍କୁ ହସାଉଥିଲେ ତାହା ହିଁ ପ୍ରକାଶ କରିବି। ଯଦୁମଣି ନୂଆ ନୂଆ କବିତା ଲେଖୁଥାନ୍ତି, ବିଶେଷ ଭାବରେ ପରିଚିତ କିନ୍ତୁ ହୋଇନଥାନ୍ତି। ଦେଖ, ଜଣେ କୌଣସି କାର୍ଯ୍ୟ କରିବାକୁ ଆଗଭର ହେଲେ ପ୍ରଥମେ ବହୁ କଷ୍ଟ ସହିବାକୁ ପଡ଼େ। ତେଣୁ ସେ ନିୟମିତ ନୟାଗଡ଼ ରାଜସଭାକୁ ଯାଆନ୍ତି। କାହିଁକିନା ରାଜସଭାରେ ବିଭିନ୍ନ ବର୍ଗର ପଣ୍ଡିତମାନଙ୍କର ବିଭିନ୍ନ ଆଲୋଚନା ହୁଏ। ସେ ଆଲୋଚନା ଶୁଣି ଶୁଣି ମନରେ ରଖନ୍ତି କିଏ? ନା ଯଦୁମଣି ଦାସ ମହାପାତ୍ର। ବଡ଼ ବଡ଼ ପଣ୍ଡିତମାନଙ୍କର କାବ୍ୟ କବିତା ଚର୍ଚ୍ଚା ଶୁଣି ମୁଗ୍ଧ ହୁଅନ୍ତି। ସାମୟିକ ଭାବରେ ସାହିତ୍ୟ ଚର୍ଚ୍ଚାରେ ମଧ୍ୟ ସେ ଯୋଗ ଦିଅନ୍ତି। ଯଦୁମଣିଙ୍କର ସାହିତ୍ୟ ପରିବେଷଣ ଚାତୁର୍ଯ୍ୟ ତଥା ବାକ୍ପଟୁତାରେ ରାଜା ବିଶେଷ ଖୁସି ହେଉଥାନ୍ତି। ଆଜି ମୁଁ ଏଇଠାରେ ରହିଲି। ପରବର୍ତ୍ତୀ ବିଷୟରେ ପୁଣି ଏହି ଯଦୁମଣିଙ୍କ ବିଷୟରେ ମୁଁ ଆଲୋଚନା କରିବି। ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ ଶରଣ ଶରଣ।